ଦିନେ କାଉଟି ଗୋଟେ ଗଛରେ ତା ବସା ବନେଇ ଥାଏ। ବସାରେ ଦିଟା ଅଣ୍ଡା ମଧ୍ୟ ଦେଇଥାଏ। ତ ଅଣ୍ଡା ଦିଟାକୁ ଛାଡ଼ିକି ସେ କୁଆଡ଼େ ଯାଉନଥାଏ। ଦିନେ ଗୋଟେ କାଠୁରିଆ ଆସିକି ସେ ଗଛଟିକୁ ହାଣିବାରେ ଲାଗିଲା। ତାହା ଦେଖି କାଉଟି ପୁରା ବ୍ୟସ୍ତ ହୋଇଗଲା ଆଉ ଜୋରେ ଜୋରେ ଚିତ୍କାର କରିବାରେ ଲାଗିଲା। ହେଲେ ତା ଚିତ୍କାର କାଠୁରିଆ କାନରେ ବାଜୁନଥିଲା। କାଉ ଦେଇଥିବା ଅଣ୍ଡା ଗୁଡ଼ିକ ସବୁ ନଷ୍ଟ ହୋଇଗଲା। କାଉଟି ମନ ଦୁଃଖରେ ଜୋରେ ଜୋରେ ଚିତ୍କାର କଲା। ତା ଚିତ୍କାର ଶୁଣି ତା ସାଙ୍ଗସାଥିମାନେ ଆସିକି ମଧ୍ୟ ଚିତ୍କାର କରିବାରେ ଲାଗିଲେ। ଏହା ଦେଖି କାଠୁରିଆ ବିକଳ ହେଇକି ଗୋଟେ କୁଟୀରରେ ପଶିଗଲା। ତାର କିଛି ସମୟ ଭିତରେ କାଉ ଗୁଡ଼ାକ ସବୁ ନୀରବ ହେଇକି ଯେଝା ବସାକୁ ଫେରିଗଲେ। କାଠୁରିଆ ମଧ୍ୟ କାଠ ନେଇକି ତା ଘରକୁ ପଳେଇଲା। କାଉଟି କିନ୍ତୁ ମନ ଦୁଃଖରେ ଗୋଟେ ପୋଖରୀ କୂଳ ଗଛରେ ବସିଥାଏ। ମାଙ୍କଡ଼ ଆସି ପହଞ୍ଚିକି କହିଲା, ଯାହା ହେଇଯାଇଛି ତା ତ କେବେ ଆଉ ଫେରି ଆସିବନି। ତ ମନ ଦୁଃଖ କରିକି କ'ଣ ଲାଭ? ଆମେ ସେ କାଠୁରିଆକୁ ଗୋଟେ ବଡ଼ ପାନେ ଦେବା। କିଛି ଦିନ ପରେ କାଠୁରିଆ ପାଖକୁ ରାଜାଙ୍କର ହୁକୁମ ଆସିଲା ତା ବାଡ଼ିରେ ଥିବା କଦଳୀ କାନ୍ଦି ନେଇକି ରାଜାଙ୍କ ଦରବାରରେ ପହଞ୍ଚାଇବା ପାଇଁ। କାଠୁରିଆ ମଧ୍ୟ ଠିକ୍ ସମୟରେ ନେଇକି ପହଞ୍ଚାଇଦେବ ବୋଲି କଟୁଆଳକୁ ଜଣାଇଲା। ଆଠୁ ବଡ଼ ସୁଯୋଗ ଆଉ ନ ଆସିବ ବୋଲି ମାଙ୍କଡ଼ କାଉ ମନେ ମନେ ଭାବିଲେ। କହିଲେ ସେ ଯେଉଁଦିନ ନେବା ପୂର୍ବ ଦିନ ଯାଇକି ସବୁ କଦଳୀ କାନ୍ଦିକୁ ନଷ୍ଟ କରିଦେବେ ବୋଲି। ଆପରେ କ'ଣ ହେଲା ମୁଁ ପାର୍ଟ 2ରେ ଜଣେଇବି। ରହୁଛି, ଜୟ ଜଗନ୍ନାଥ।